ରକ୍ତରେ ଥିବା କେଉଁ ଉପାଦାନ ଅମ୍ଳଜାନ ଗ୍ରହଣ କରିପାରେ? ଏହାର ଉତ୍ତର ହେଉଛି ହିମୋଗ୍ଲୋବିନ୍। ପରବର୍ତ୍ତୀ ପ୍ରଶ୍ନଟିକୁ ଦେଖିବା। ନିଗମର ମୁଖ୍ୟଙ୍କୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ନିଗମର ମୁଖ୍ୟଙ୍କୁ ମେୟର କୁହାଯାଏ। ଏହାର ପରବର୍ତ୍ତୀ ପ୍ରଶ୍ନଟିକୁ ଦେଖିବା। ଛୋଟ ଛୋଟ ସହରମାନଙ୍କରେ ଥିବା ସ୍ୱାୟତ୍ତଶାସନ ସଂସ୍ଥାକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ବିଜ୍ଞାପିତ ଅଞ୍ଚଳ ପରିଷଦ ବା ତାକୁ ଏନ୍ଏସି ବୋଲି ମଧ୍ୟ କୁହାଯାଏ। କାହା ମାଧ୍ୟମରେ ରାଷ୍ଟ୍ରର ଇଚ୍ଛା ପରିପ୍ରକାଶ ହୋଇଥାଏ? ଏହାର ଉତ୍ତର ହେଉଛି ସରକାର। ପରବର୍ତ୍ତୀ ପ୍ରଶ୍ନ। ସରପଞ୍ଚଙ୍କ କାର୍ଯ୍ୟକାଳ କେତେ ବର୍ଷ? ଏହାର ଉତ୍ତର ହେଉଛି 5 ବର୍ଷ। ପରବର୍ତ୍ତୀ ପ୍ରଶ୍ନଟିକୁ ଦେଖିବା। ଭାରତର ବୃହତ୍ତମ ମରୁଭୂମି? ଏହାର ଉତ୍ତର ହେଉଛି ଥର୍ ମରୁଭୂମି। ପରବର୍ତ୍ତୀ ପ୍ରଶ୍ନଟିକୁ ଦେଖିବା। ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର କିଏ? ଏହାର ଉତ୍ତର ହେଉଛି ଭାରତ। ପରବର୍ତ୍ତୀ ପ୍ରଶ୍ନଟିକୁ ଦେଖିବା। କ୍ଷୁଦ୍ରାନ୍ତରୁ କେଉଁ ରସ କ୍ଷରିତ ହୁଏ? ଏହାର ଉତ୍ତର ହେଉଛି ଆନ୍ତ୍ରିକ ରସ। ପରବର୍ତ୍ତୀ ପ୍ରଶ୍ନଟିକୁ ଦେଖିବା। ନାସାପଥ ନିକଟରେ ଥିବା ପ୍ରଶନୀର ଅଂଶକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ନାସା ଗ୍ରସନୀ। ପରବର୍ତ୍ତୀ ପ୍ରଶ୍ନଟିକୁ ଦେଖିବା। ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିର ହୃତ୍ପିଣ୍ଡର ଓସାର ପ୍ରାୟ କେତେ ସେମି ଅଟେ? ଏହାର ଉତ୍ତର ହେଉଛି 10 ସେମି। ପରବର୍ତ୍ତୀ ପ୍ରଶ୍ନ। ମନୁଷ୍ୟ ହୃତ୍ପିଣ୍ଡର ରଙ୍ଗ କିପରି ଅଟେ? ଏହାର ଉତ୍ତର ହେଉଛି ମାଟିଆ ଲାଲ। ପରବର୍ତ୍ତୀ ପ୍ରଶ୍ନଟିକୁ ଦେଖିବା। ଆମ ପାଟିରେ କେତେ ଯୋଡ଼ା ଲାଳଗ୍ରନ୍ଥି ରହିଛି? ଏହାର ଉତ୍ତର ହେଉଛି 3 ଯୋଡ଼ା ବା 6ଟି। ପରବର୍ତ୍ତୀ ପ୍ରଶ୍ନଟି ହେଉଛି କୋଷ ଝିଲ୍ଲି ତିଆରି କରିବାରେ କାହାର ମୁଖ୍ୟ ଭୂମିକା ରହିଥାଏ? ତାର ଉତ୍ତର ହେଉଛି ଲିପିଡସ୍। ପରବର୍ତ୍ତୀ ପ୍ରଶ୍ନଟି ଦେଖିବା। ସମ୍ବଲପୁର ଜିଲ୍ଲାର ପାରମ୍ପରିକ ନୃତ୍ୟର ନାମ କ'ଣ? ଏହାର ଉତ୍ତର ହେଉଛି ଡାଲଖାଇ। ପରବର୍ତ୍ତୀ ପ୍ରଶ୍ନଟିକୁ ଦେଖିବା। ଉତ୍କଳ ବିଶ୍ୱବିଦ୍ୟାଳୟ କେଉଁ ମସିହାରେ ପ୍ରତିଷ୍ଠିତ ହୋଇଥିଲା? ଏହାର ଉତ୍ତର ହେଉଛି 1934 ମସିହା। ପରବର୍ତ୍ତୀ ପ୍ରଶ୍ନଟିକୁ ଦେଖିବା। ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? ଏହାର ଉତ୍ତର ହେଉଛି ଦାରିଙ୍ଗବାଡ଼ି। ଦାରିଙ୍ଗବାଡ଼ିକୁ ଓଡ଼ିଶାର କାଶ୍ମୀର ବୋଲି କୁହାଯାଏ। ଭାରତର ସମୁଦାୟ ଭୂମିର ଶତକଡ଼ା କେତେ ଭାଗ ଅଞ୍ଚଳରେ ଅରଣ୍ୟ ଭୂମି ରହିଛି? ଏହାର ଉତ୍ତର ହେଉଛି 24.39%। କେଉଁ ମସିହାରେ ଜାତୀୟ ଅରଣ୍ୟ ନୀତି ପ୍ରଣୟନ ହୋଇଥିଲା? ଏହାର ଉତ୍ତର ହେଉଛି 1952 ମସିହାରେ। ରିଓ ଡି ଜେନେରିଓ ବୈଠକ କେବେ ଅନୁଷ୍ଠିତ ହୋଇଥିଲା? ଏହାର ଉତ୍ତର ହେଉଛି 1992 ମସିହା। ପରବର୍ତ୍ତୀ ପ୍ରଶ୍ନ। ମହାତ୍ମା ଗାନ୍ଧୀ କେବେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିଲେ? ଏହାର ଉତ୍ତର ହେଉଛି 1915 ମସିହା ଜାନୁଆରୀ 9 ତାରିଖ। ପରବର୍ତ୍ତୀ ପ୍ରଶ୍ନ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ଗାନ୍ଧୀଜୀଙ୍କୁ କେଉଁଠାରେ ବନ୍ଦୀ କରି ରଖାଯାଇଥିଲା? ଏହାର ଉତ୍ତର ହେଉଛି ପୁନେଠାରେ। ସୁଭାଷ ଚନ୍ଦ୍ର ବୋଷ କେବେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ? ଏହାର ଉତ୍ତର ହେଉଛି 1923 ମସିହା। କେବେ ଭାରତର ସମ୍ବିଧାନ ସଭାର ପ୍ରଥମ ବୈଠକ ବସିଥିଲା? 9 ତାରିଖ। ରାଜ୍ୟପାଳ ପଦବୀ ପାଇଁ ବ୍ୟକ୍ତିର ସର୍ବନିମ୍ନ ବୟସ କେତେ ହେବା ଆବଶ୍ୟକ? ଏହାର ଉତ୍ତର ହେଉଛି 35 ବର୍ଷ। ମନୁଷ୍ୟର ଲୋହିତ ରକ୍ତ କଣିକାର ଆକାର କିପରି? ଏହାର ଉତ୍ତର ହେଉଛି ବର୍ତ୍ତୁଳାକାର। ପରବର୍ତ୍ତୀ ପ୍ରଶ୍ନଟିକୁ ଦେଖିବା। ନ୍ୟଷ୍ଟି ମଧ୍ୟରେ ଥିବା ସୂତା ଭଳି ଅଂଶକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ଗୁଣସୂତ୍ର। ପରବର୍ତ୍ତୀ ପ୍ରଶ୍ନଟିକୁ ଦେଖିବା। ମଣିଷର ବୈଜ୍ଞାନିକ ନାମ କ'ଣ? ମଣିଷର ବୈଜ୍ଞାନିକ ନାମ ହେଉଛି ହୋମୋ ସାପିଏନ୍ସ। ଉଦ୍ଭିଦ କୋଷରେ କ'ଣ ନଥାଏ? ଏହାର ଉତ୍ତର ହେଉଛି ସେଣ୍ଟ୍ରୋଜୋମ୍। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ